ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଦେଶରେ ବିଜେପି ପକ୍ଷରୁ ମଠ ମନ୍ଦିର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ପାଟକୁରା ବିଜେପି ପକ୍ଷରୁ ବିଜେପି ନେତ୍ରୀ ମନୀଷା ପଣ୍ଡାଙ୍କ ନେତୃତ୍ୱରେ ଡେରାବିଶର ଛତାବଟ ମହାପୁରୁଷଙ୍କ ପ୍ରାଙ୍ଗଣରେ ଏବଂ ଦଧି ବାମନ ଜୀଉ ପରିସରରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିଜେ ମନୀଷା ପଣ୍ଡା ତାଙ୍କ ସହଯୋଗୀଙ୍କ ସହ ମନ୍ଦିର ପରିସର ସଫେଇ କରିବା ସହ ତୁଳସୀ ଚଉରା ମୂଳ ଧୋଇଥିଲେ। ମନୀଷା 2 ମାସ ହେବ ପାଟକୁରା ବିଜେପିରେ ନେତୃତ୍ୱ ନେବା ସହିତ ବିଜେପିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛନ୍ତି। ଆଗାମୀ ଦିନରେ ପାଟକୁରା ବିଜେପିର ବିଭିନ୍ନ କାର୍ଯ୍ୟକ୍ରମକୁ ସକ୍ରିୟ କରିବେ ବୋଲି ସୂଚନା ଦେଇଛନ୍ତି। ମୁଁ ଭାରତୀୟ ଜନତା ଦଳର ଜଣେ କାର୍ଯ୍ୟକର୍ତ୍ତା। আজি आमर यशस्वी श्रीजुक्त प्रधानमंत्री नरेंद्र मोदी जी आह्वान क्रमे आमे आज मठ मंदिर र सफाई कार्य आमे सामिल होइचु। आम अंचल डेराबिस्र दधि बामनजी मंदिर रे आमे उपस्थित होइचु। आज आमर संस्कृति परंपरा और पुरातन ऐतिह्य को आमे सफा और स्वच्छता रक्षा उद्देश्य रे आमे आज आमर अंचलवासी को एकाठी करिचु। आमर आसंता 22 जानुआरी 2024 मसीह अयोध्या ठारे आमर रामलालांकर प्राण प्रतिष्ठा हब एवं अयोध्या मंदिर प्रतिष्ठा उत्सव पालित हब। सेही परिप्रेक्षी रे प्रधानमंत्री जी आह्वान क्रमे आज आमे अंचल मठ मंदिर सफाई कार्य सामिल होइचु। केन्द्रापड़ारू मानसी मिश्र रिपोर्ट ए1 ओडिशा।